ମଣିଷ ଦିନ ଉପରକୁ ଚାହିଁ ପଚାରିଲା, ହେ ଭଗବାନ, ଆପଣଙ୍କ ପ୍ରେମ ଆଉ ମୋ ପ୍ରେମ ଭିତରେ ଫରକ କଣ? ଭଗବାନ ଉତ୍ତର ଦେଇ କହିଲେ, ଶୁଆ ଯେବେ ଆକାଶରେ ବିନା କୌଣସି ଚିନ୍ତାରେ ଉଡ଼େ, ତାହା ହେଉଛି ମୋ ପ୍ରେମ। ଆଉ ଶୁଆଟି ଯେବେ ପଞ୍ଜୁରୀ ଭିତରେ ବନ୍ଦୀ ହୋଇଯାଏ, ତାହା ହେଉଛି ତୁମ ପ୍ରେମ। ଶତ୍ରୁଠାରୁ ବି ଭୟଙ୍କର ସେହି ସମ୍ପର୍କ ଯିଏ ଛାତିରେ ରହି ହୃଦୟକୁ ଛୁରୀ ମାରେ। କେବେ ବି କାହା ଭାବନା ସହ ଖେଳ ନାହିଁ। ହେଇପାରେ ତୁମେ ଖେଳି ଜିତିଯିବ, କିନ୍ତୁ ଏଇଟା ତ ପକ୍କା କି ତୁମେ ତା ନଜରରେ ସବୁଦିନ ପାଇଁ ହାରିଯିବ। ଯେତେବେଳେ ଆପଣ ଦୋଷ ନ କରି ମଧ୍ୟ ଦୋଷୀ ହୋଇଯାଆନ୍ତି, ସେତେବେଳେ ଚିତ୍କାର ନ କରି ଆପଣଙ୍କୁ ଧୈର୍ଯ୍ୟ ରଖିବା ଆବଶ୍ୟକ। କାରଣ ଧୈର୍ଯ୍ୟ ଆପଣଙ୍କୁ ଶାନ୍ତ ରଖିବ ଏବଂ ଜଣେ ଶାନ୍ତ ଲୋକ ଉଚିତ ବୁଦ୍ଧି ଦ୍ୱାରା ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିପାରିବ। ବଡ଼ ପାଟି କଲେ ଆପଣ ନିର୍ଦ୍ଦୋଷ ତ ହେବେ ନାହିଁ, ବରଂ ସେଥିରେ ଆପଣଙ୍କର ଏନର୍ଜି ଏବଂ ସମ୍ମାନ ଉଭୟ ନଷ୍ଟ ହେବ। ପୂଜା ଦଶମରେ ଫେଲ ହୋଇଥିବାରୁ ବାପା, ମା ଏବଂ ତାର ପଡ଼ୋଶୀ ତାକୁ ସମସ୍ତେ ବହୁତ କଥା କୁହନ୍ତି। ତାକୁ ଜଣାଥିଲା କି ସେ ଠିକ ସେ ପାଠ ପଢ଼େନି। ପ୍ରକୃତରେ ତାର କିଛି ମନେ ହିଁ ରହୁନଥିଲା। ସିଏ ଯେତେ ଚେଷ୍ଟା କଲେ ମଧ୍ୟ ତାର ପାଠରେ କେବେ ମନ ଲାଗେନି। ସେଥିପାଇଁ ସେ ଫେଲ ହୋଇଗଲା। ସେ ଗରିବ ଘରର ଝିଅ ହୋଇଥିବାରୁ ବାପା ତାର ବହୁତ କଷ୍ଟ ସହିଥିଲେ, କେବଳ ତାର ଟ୍ୟୁସନ ଫିଜ୍ ଏବଂ ତାର ଅନ୍ୟାନ୍ୟ ପଢା ଖର୍ଚ୍ଚକୁ ତୁଲାଇବା ପାଇଁ। ତାକୁ ଏଥିପାଇଁ ଅଫସୋସ ବି ଅଛି, କିନ୍ତୁ ସେ କଣ ବା କରିପାରିଥାନ୍ତା। ସିଏ ଯେତେ ଚେଷ୍ଟା କଲେ ମଧ୍ୟ ତାର ପାଠ ହେଉନଥିଲା। ଘର ପାଖରେ ଗୋଟିଏ ପୁଅ ମାନସ ପୂଜାକୁ ବହୁତ ଭଲ ପାଉଥିଲା। ମାନସ ଅନ୍ୟ ଜାତିର ହୋଇଥିବାରୁ ପୂଜା ଚାହିଁକି ବି ତା ସହ କଥା ହେଉନଥିଲା, କିନ୍ତୁ ନିଜକୁ କେତେ ଦିନ ବା ଅଟକେଇଥାନ୍ତା। ଏବେ ସେମାନେ ଫୋନରେ କଥା ହେବାକୁ ଲାଗିଲେ। ଗାଁ ଲୋକ ଜାତି ପ୍ରଥାକୁ ବହୁତ ମାନନ୍ତି, ସେଥିପାଇଁ ସେମାନେ ସାମ୍ନା ସାମ୍ନି କେବେ ବି କଥା ହୁଅନ୍ତି ନା। ମାନସ ଜାଣିପାରିଲା କି ପୂଜା ଫେଲ ହୋଇଥିବାରୁ ତାକୁ ସମସ୍ତେ ବାର କଥା କହୁଛନ୍ତି। ସେଥିପାଇଁ ମାନସ ତାକୁ ସପୋର୍ଟ ଦେଲା ଏବଂ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ତାକୁ ବୁଝାଇଲା। କିନ୍ତୁ ପୂଜାକୁ ପାଠ ପଢ଼ିବାରେ ଇଣ୍ଟରେଷ୍ଟ ହିଁ ନଥିଲା। ମାନସ ତାକୁ ତା ଘରର ପରିସ୍ଥିତି ବିଷୟରେ କହିଲା, କିପରି ତା ବାପା ତା ପଢ଼ା ପାଇଁ ବହୁତ କଷ୍ଟ କରିଛନ୍ତି ଏବଂ ସେ ହିସାବରେ ବାପାଙ୍କ ସ୍ୱପ୍ନକୁ ସାକାର କରିବା ତାର କର୍ତ୍ତବ୍ୟ। ଏପରି ଅନେକ କଥା ତାକୁ ମାନସ ବୁଝାଇଲା। ତାପରେ ମାନସ ତାକୁ ଏକଥା ବି କହିଲା, ଦେଖ, ପରୀକ୍ଷା ସରିବା ପର୍ଯ୍ୟନ୍ତ କେବଳ ତୁମେ ପାଠ ପଢ଼, ଭଲ ମାର୍କ ଦରକାର ନାହିଁ, ବାସ୍ ତୁମେ ପାସ୍ ହୋଇଯାଅ। ମୋ ପାଇଁ ସେତିକି ଯଥେଷ୍ଟ। ସେ ପର୍ଯ୍ୟନ୍ତ ଆମେ କଥା ହେବା ନା। ପୂଜା ମଧ୍ୟ ପାଠ ପଢ଼ାରେ ଲାଗିଗଲା। ଯେଉଁଠି ସିଏ କେବେ ଫେଲ ହୋଇଥିଲା, ଆଜି ସିଏ ସେକେଣ୍ଡ ଡିଭିଜନରେ ପାସ୍ କରିଛି। ପୂଜା ପ୍ରଥମ ଖୁସି ଖବର ମାନସକୁ ଥିଲା। ମାନସ ତାର ମାର୍କ ଆଗରୁ ଚେକ୍ କରିଥିଲା, ସେଥିପାଇଁ ସେ ବହୁତ ଖୁସି ମଧ୍ୟ ଥିଲା। ଏପରି ପୁଅକୁ ପାଇ ପୂଜା ବି ବହୁତ ଖୁସି ଥାଏ। ପୂଜା ତାପରେ ଆଗକୁ ଆଗକୁ ପଢ଼ିବାକୁ ଲାଗିଲା ଏବଂ ମାନସ ମଧ୍ୟ ତାକୁ ସପୋର୍ଟ କରୁଥିଲା। ସେମାନଙ୍କ ସମ୍ପର୍କ ପ୍ରାୟ 5 ବର୍ଷ ହୋଇଗଲାଣି ଏବଂ ପୂଜାର ଘର ଲୋକ ମଧ୍ୟ ମାନସ ବିଷୟରେ ସବୁ ଜାଣିଛନ୍ତି। କିନ୍ତୁ ମାନସର ବଡ଼ ଜାତି ହୋଇଥିବାରୁ ପୂଜା ଏବଂ ତାର ଘର ଲୋକଙ୍କୁ ଡର ଥାଏ କି ମାନସର ଘର ଲୋକ ପୂଜାକୁ ଗ୍ରହଣ କରିବେ କି ନାହିଁ। ମାନସ ରୋକଠୋକ କହୁଥାଏ, ଯଦି ଆମ ଘର ଲୋକ ରାଜି ନ ହୁଅନ୍ତି ତେବେ ଆମେ ଘର ଛାଡ଼ି ପଳାଇବା। ପୂଜାର ଭାଉଜ କାହିଁକି କେଜାଣି ପୂଜାକୁ ଭଲ ନଜରରେ ଦେଖନ୍ତି ନାହିଁ। ମୁହଁରେ ଭଲ କଥା କୁହନ୍ତି, କିନ୍ତୁ ଭିତରେ ପୂଜାକୁ ବହୁତ ଘୃଣା କରନ୍ତି। ତେବେ ସେହି ଭାଉଜ ମଧ୍ୟ ମାନସ ସହ କଥା ହୁଅନ୍ତି। ସବୁବେଳେ ପୂଜା ନାଁରେ ମାନସକୁ ଖରାପ କଥା କୁହନ୍ତି। ପୂଜା ଖରାପ ଝିଅଟା, ତାର ଚରିତ୍ର ଖରାପ, ସେ ଆଉ କେତେ ଜଣକୁ ଆଗରୁ ଭଲ ପାଉଥିଲା, ଏପରି ଅନେକ ମିଛ କଥା କୁହନ୍ତି। ମାନସକୁ କିନ୍ତୁ ଏଥିରେ କିଛି ଫରକ ପଡ଼େନି। ଦିନେ ଘରକୁ ମାଉସୀ ପୁଅ ଆସିଥାନ୍ତି। ପୂଜା ଆଉ ତା ମାଉସୀ ପୁଅ କୌଣସି ଗୋଟିଏ କଥାକୁ ନେଇ ହସୁଥିବା ବେଳେ ପୂଜାର ଭାଉଜ ମାନସକୁ ଭିଡିଓ କଲ୍ କରି ଦେଖେଇଲେ। ଏ କଥାକୁ ନେଇ ମାନସ ଏବଂ ପୂଜା ଭିତରେ ଝଗଡ଼ା ହୋଇ କିଛି ଦିନ କଥାବାର୍ତ୍ତା ମଧ୍ୟ ବନ୍ଦ ହୋଇଗଲା। ପୂଜା ବହୁତ ଚେଷ୍ଟା କଲା ମାନସକୁ ବୁଝେଇବାକୁ, କିନ୍ତୁ ମାନସ କିଛି ବୁଝୁନଥାଏ। ପାଖାପାଖି ମାସେ କଥା ହେବା ବନ୍ଦ ପରେ ମାନସ ଦିନେ ଆଡୁ କଲ୍ କଲା। ପୂଜା ଖୁସି ହୋଇ କଲ୍ ଉଠାଇଲା, କିନ୍ତୁ ମାନସ ଯାହା କହିଲା ସେଥିରେ ପୂଜାର ହୃଦୟ ଭାଙ୍ଗିଗଲା। ମାନସ ତାକୁ ଗୋଟିଏ ଭିଡିଓ ପଠାଇଲା, ଯେଉଁଥିରେ ପୂଜା ଏବଂ ତାର ମାଉସୀ ପୁଅ ଭାଇ ବାଇକରେ ବସି କୁଆଡେ ଯାଉଥିଲେ। ପୂଜା ତାକୁ ଧୋକା ଦେଇଥିବାରୁ ସିଏ ଏବେ ତା ସହ ସବୁ ସମ୍ପର୍କ କାଟିଦେବ
ଏପରି କହିଲା, ପ୍ରକୃତରେ ଏଇଟା ବହୁତ ପୁରୁଣା ଭିଡିଓ। ପୂଜା ତା ମାଉସୀ ପୁଅ ଭାଇ ସହ ବଜାରକୁ ଯାଇଥିଲା, ଯାହାକୁ ତାର ଭାଉଜ ମନ୍ଦ ଉଦ୍ଦେଶ୍ୟ ରଖି ରେକର୍ଡ କରି ମାନସକୁ ପଠାଇଥିଲା। ପୂଜା ଏବେ କଣ କରିବ କିଛି ବି ବୁଝିପାରୁନଥାଏ। ତେବେ ଧନ୍ୟବାଦ ପୂଜା, ନିଜର ଦୁଃଖ ମୋ ସହିତ ସେୟାର କରିଥିବାରୁ। ତାର ପ୍ରଥମ ସମସ୍ୟା ଏଇଟା କି ସେ ଏ ବିଷୟରେ କାହାକୁ ବି କହିପାରୁନି, ଆଉ ତା ଭାଉଜ ତା ସହିତ ଶତ୍ରୁ ଭଳି ବ୍ୟବହାର କରୁଛି। ସେପାଟା ମାନସ ମଧ୍ୟ ସନ୍ଦେହ କରି ସତ କଣ ଜାଣିବାକୁ ଚେଷ୍ଟା ନ କରି ସମ୍ପର୍କକୁ କାଟି ଦେଉଛି। ଆଉ ସବୁଠୁ ବଡ ସମସ୍ୟା, ଯଦି ମାନସ ବି ତା ଜୀବନକୁ ଫେରି ଆସେ, ତେବେ ତାକୁ ସେ ବାହା ହେବ କେମିତି? କାରଣ ଗାଁର ଲୋକ ଜାତି ପ୍ରଥାକୁ ବହୁତ ମାନନ୍ତି। ତେବେ ପୂଜା, ପ୍ରଥମ କଥା ତ ଏହା କି ଚିନ୍ତା କରନି କି କାନ୍ଦ ନାହିଁ, ସବୁ ଠିକ ହୋଇଯିବ, ଧୈର୍ଯ୍ୟ ରଖ। ଏ ବିଷୟରେ ସମସ୍ତଙ୍କୁ କହିବାର ଆବଶ୍ୟକତା ନାହିଁ। ସର୍ବପ୍ରଥମେ ବିନା ସଂକୋଚରେ ବାପା ମାଙ୍କୁ ସାହସର ସହ କୁହ, କାରଣ ତୁମେ ପ୍ରେମ କରୁଛ, କୌଣସି ପାପ କରୁନା। ମୁଁ ତୁମ କଥାରୁ ଯେତିକି ଅନୁମାନ କରିଛି, ସେହି ପୁଅଟିକୁ ଭଲ ପିଲା। ତୁମ ଭାଉଜ ତା ମାଇଣ୍ଡକୁ ୱାଶ କରିଦେଇଛି। ତଥାପି ଯଦି ଭାଉଜ ପାଇଁ ସମ୍ପର୍କ ଭାଙ୍ଗୁଥିଲା, ତେବେ ମାନସକୁ ଭାଉଜ ଠାରୁ ଦୂରେଇ ରହିବାକୁ କହିବାର ଥିଲା, ଯାହା ତ ହେବା କଥା ହେଇସାରିଲାଣି। ଏବେ ତୁମର ସେହି ମାଉସୀ ପୁଅକୁ ସେହି ଭିଡିଓଟିକୁ ସେଣ୍ଡ କର ଏବଂ ତାକୁ ସବୁ ସତ କଥା କୁହ। ମାନସର ନମ୍ବର ତମ ମାଉସୀ ପୁଅ ଭାଇକୁ ଦେଇ ଏକଥା କୁହ କି ସିଏ ଏହି କଥାକୁ କ୍ଲିୟର କରିବେ ମାନସ ସହିତ କଥା ହେଇକି। ଯଦି ମାନସ ତୁମକୁ ସତରେ ଭଲ ପାଉଥିବ, ତେବେ ସିଏ ତୁମ ସହ ନିଶ୍ଚୟ ପୁଣି ଥରେ କଥା ହେବ। ମାନସ ସହ କଥା ହେବା ପରେ ତାକୁ ନିଶ୍ଚୟ ଏକଥା କୁହନ୍ତୁ କି ସିଏ ଯେପରି ଭାଉଜ ଠାରୁ ଯଥା ସମ୍ଭବ ଦୂରେଇ ରହିବ, ଭାଉଜର କଲ ଉଠାଇବ ନାହିଁ। ନହେଲେ ମୋ ଭାଉଜ ସେହି ସମ୍ପର୍କକୁ ଭାଙ୍ଗିବାକୁ ପୁଣି ଥରେ ଚେଷ୍ଟା କରିବ। ମୋର ପୂର୍ଣ୍ଣ ବିଶ୍ୱାସ ମାନସ ତୁମକୁ ପୂର୍ବ ଭଳି ଭଲ ପାଇବ। ଆଉ ତୁମେ ଯେଉଁ ଜାତି କଥା କହୁଛ, ତାହା ଏକ କୁଶ୍ଚିତ ମାନସିକତା, ଯାହା ମଣିଷ ଠାରୁ ଦୂରେଇ ହେବ ନାହିଁ। ରାଜନୀତି ବଞ୍ଚିଥିବା ପର୍ଯ୍ୟନ୍ତ ଏ ଜାତି କଥାକୁ ସମାଜ କେବେ ବି ଛାଡ଼ିବନି। ମୁଁ ଆଗରୁ ବି କହିଛି, ଏବେ ବି କହୁଛି, କେବଳ ଶିକ୍ଷିତ ସମାଜ ହିଁ ନୈତିକତା ଏବଂ ଉନ୍ନତିର କଥା କହିବ, ସଭ୍ୟ ସମାଜର କଥା କହିବ। ଏବଂ ଛୋଟ ବିଚାରଯୁକ୍ତ, ଛୋଟ ମାନସିକତା ପୂର୍ଣ୍ଣ ସମାଜ ସବୁବେଳେ ବଡ ଛୋଟ ଏହିପରି ଭାବନାରେ ମଜିକି ରହିବ। ଏମାନଙ୍କୁ ବୁଝେଇବା ସହଜ ନୁହେଁ। ସେଥିପାଇଁ ଯିଏ ଯାହା କହୁ କାହାକୁ ଖାତିର ନ କରି ତୁମେ ବାହା ହୋଇଯାଅ। ଯଦି ଗାଁ ଲୋକ ବିରୋଧ କରୁଛି, ତେବେ ସେହି ଗାଁ ଠାରୁ ଦୂରେଇ ରୁହ। ଏତିକି କରିକି ଦେଖ, ସବୁ ଧୀରେ ଧୀରେ ଠିକ ହୋଇଯିବ। ମୁଁ ବାରମ୍ବାର କହୁଛି, କହିବାଟା ମୋ ପାଇଁ ବହୁତ ସହଜ ହୋଇପାରେ, କିନ୍ତୁ କରିବାକୁ ତୁମକୁ ହିଁ ପଡିବ। କଷ୍ଟ ହେବ, କିନ୍ତୁ ଭଲ ହେବ। ଯଦି ସେ ତୁମକୁ ନ ବୁଝି ଇଗ୍ନୋର କରୁଛି, ତେବେ ତାକୁ ଯଥା ସମ୍ଭବ ବୁଝେଇବାକୁ ଚେଷ୍ଟା କରନ୍ତୁ। ନିଜର ପରିସ୍ଥିତି ତାଙ୍କ ସାମ୍ନାକୁ ଆଣନ୍ତୁ। ଯଦି ସିଏ ତୁମକୁ ସତରେ ଭଲ ପାଉଥିବେ, ତେବେ ସିଏ ନିଶ୍ଚୟ କଥା ହେବେ। ଇଏ ତ ଗଲା ପୂଜାର କଥା। କିନ୍ତୁ ଯଦି କେହି ଜାଣି ଜାଣି ଇଗ୍ନୋର କରୁଛି, ତେବେ ତାଙ୍କୁ ବି ତୁମେ ଇଗ୍ନୋର କରିବା ଆରମ୍ଭ କରିଦିଅ। ତାଙ୍କୁ ଦେଖିବା ବନ୍ଦ କରିଦିଅ। ତାଙ୍କୁ ଏପରି ଜଣାଅ ଯେ ତୁମେ ତାଙ୍କ ବିନା ଭଲରେ ରହିପାରିବ। ନିଜର ଉନ୍ନତିରେ ଧ୍ୟାନ ଦିଅ। ଯଦି ତାକୁ ଗିଲ୍ଟି ଫିଲ୍ ହୁଏ, ତେବେ ତୁମେ ତାହା ସହ ନୁହେଁ, ବରଂ ସିଏ ତୁମ ସହ କଥା ହେବା ପାଇଁ ତୁମ ଆଗରେ ଭିକ ମାଗିବ। ଆଉ ତଥାପି ଯଦି ତାକୁ କିଛି ଫରକ ପଡୁନି, ବାସ୍ ଛାଡ ନା ତାକୁ। ଯାହାକୁ ତୁମେ ଥିବା କି ନ ଥିବାରେ କିଛି ଫରକ ପଡୁନି, ତୁମେ ତା ପାଇଁ କାହିଁକି ମନ ଦୁଃଖ କରୁଛ? ତାକୁ ତା ବାଟରେ ଯିବାକୁ ଦିଅ। ତୁମକୁ ତା ଠାରୁ ଭଲ ମିଳିବ। ତା ପାଇଁ ନିଜର ସମୟ ଏବଂ ଏନର୍ଜି ଆଉ ନଷ୍ଟ କର ନାହିଁ। ତେବେ ଦର୍ଶକ ବନ୍ଧୁ, ଆଜି ପାଇଁ ଏତିକି। ପୁଣି ଦେଖା ହେବ ନୂଆ ବିଚାରକୁ ନେଇ।